आज लंच रे ताले पखाड़ नहीं ଯେଉଁ ଭଳିଆ ବାହାରେ ଗରମ ହେଉଛି ପଖାଳ ଇଜ୍ ମାଇ ସେଭିୟର। ତ ପଖାଳ ସହିତ ଥିଲା ଟିକେ ପୋଡ଼ାପୋଡ଼ି ପାଗ, ଆଉ ଏଇଟା ଥିଲା ଆମର ପୋଟଳ ଭଜା, ଶାଗ, ସେପଟେ ଥିଲା ବାଇଗଣ ଭର୍ତ୍ତା, ମାନେ ପୋଡ଼ା ବାଇଗଣ, କାକୁଡ଼ି, ପିଆଜ। ଏ ଲଙ୍କାଟା ମୁଁ ଦଳିବି ପଖାଳ ଭିତରେ, ଆଉ ଏସବୁ ଦଳା ହବ ମୋର ଏ ଯେଉଁ ପାଗ ହବ। ଇଏ ହେଲା ମୋର ବାଟି ବସା। ଏପଟେ ଦେଖନ୍ତୁ ପାଗ ହବା ଆରମ୍ଭ ହେଇଗଲାନି। ସେଇ ଯେଉଁଟା ଦଳା ଦଳି ଥିଲା ତାକୁ ଆଉ ଟିକେ ଭଲ କିନା ଦଳି ଦିଆ ହେଉଛି, ଆଉ ତା ଉପରେ ତୋରାଣି, ମାନେ ଯେଉଁ ପଖାଳର ଯେଉଁ ପାଣିଟା ସେଇଟା ଦିଆହବ। ଦେଇକିନା ଗୋଟେ ଓହୋ ଓହୋ ମୁହଁରେ ପାଣି ଆସିଗଲାନି। ବାସ୍ ତାକୁ ଟିକେ ଚକଟି ଚକଟା ଦେଇକିନା କାକୁଡ଼ି ଯେଉଁଟା ଥିଲା ତାକୁ, ଆଉ ଯେଉଁ ପିଆଜ ସିଏ ବି ସବୁ ମିକ୍ସ କରିକିନା ଟିକେ ପାଣି ମିଶେଇକିନା ଉଫ୍ ଲାଜବାବ ଭଳିଆ ଚକଟି ଦେବେ। ତାକୁ କୁହନ୍ତି ପାଗ ପାଣି। ୟା ଦେହରେ ମୁଁ ଖଟା ମିଶେଇଲିନି, କାହିଁକିନା ସେଠି ଖଟା ଅଛି ଅଲଗା, ବିଲାତି ଯେଉଁ ବେସର ଖଟାଟା ସେଇଟାକୁ ମୁଁ ଖାଇବି ବୋଲି। ବଡ଼ି ଚୁରା ବି ଆପଣ ମିଶେଇ ପାରିବେ, ବହୁତ ହି ଟେଷ୍ଟି ଲାଗିବ, ବହୁତ ହି କ୍ରଞ୍ଚି ଟେଷ୍ଟି ଲାଗିବ। ଥରେ ନିଶ୍ଚୟ ଏମିତି କରନ୍ତୁ ପୋଡ଼ାପୋଡ଼ି, ଆଉ ସମାଜରେ ପଖାଳର ମଜା ନିଅନ୍ତୁ।